ପ୍ରାର୍ଥନା ଜାନୁଆରୀ 7, 1914। ହେ ଭଗବାନ, ସେହି ସମସ୍ତଙ୍କୁ ଶାନ୍ତି ଦିଅ, ଆଲୋକ ଦିଅ, ସେମାନଙ୍କ ଅନ୍ଧ ଚକ୍ଷୁ ଓ ତମସାଚ୍ଛନ୍ନ ବୁଦ୍ଧି ଖୋଲିଦିଅ, ସେମାନଙ୍କର ନିଷ୍ଫଳ ଆତ୍ମପୀଡ଼ନ ଓ ନିରର୍ଥକ ଦୁଶ୍ଚିନ୍ତା ଶାନ୍ତ କରିଦିଅ, ସେମାନଙ୍କର ନିଜ ଉପରେ ଆବଦ୍ଧ ଦୃଷ୍ଟିକୁ ଫେରାଇ ଦିଅ। ତୋ କାର୍ଯ୍ୟରେ ବିନା ହିସାବରେ, ବିନା ସଂକୋଚରେ ଆତ୍ମ ଉତ୍ସର୍ଗର ଆନନ୍ଦ ସେମାନଙ୍କୁ ଦିଅ। ତୋର ସୁଷମା ସକଳ ବସ୍ତୁ ମଧ୍ୟରେ ବିକଶିତ ହେଉ, ଆଉ ସକଳ ହୃଦୟରେ ତୋର ପ୍ରେମ ଜାଗରିତ ହେଉ, ଯଦ୍ୱାରା ତୋର ଚିରନ୍ତନ ଉନ୍ନତଶୀଳ ବିଧାନ ପୃଥିବୀ ଉପରେ ସିଦ୍ଧ ହେବ ଏବଂ ତୋର ସୁସଙ୍ଗତି ପ୍ରସାରିତ ହେଉ। ସେହି ଦିନ ପର୍ଯ୍ୟନ୍ତ, ଯେଉଁଦିନ ପର୍ଯ୍ୟନ୍ତ ଶାନ୍ତି ଓ ଶୁଦ୍ଧି ସହ ସକଳ ବସ୍ତୁ ତୁ ହିଁ ହୋଇ ନ ଯାଇଛୁ। ଆହା, ସକଳ ଆଖିରୁ ଲୁହ ଶୁଖିଯାଉ, ସକଳ ବେଦନା ଦୂର ହୋଇଯାଉ, ସକଳ ଯନ୍ତ୍ରଣା ମିଳେଇ ଯାଉ, ସକଳ ହୃଦୟରେ ବିରାଜିତ ହେଉ ସ୍ଥିର ପ୍ରଶାନ୍ତି ଏବଂ ସକଳ ମସ୍ତିଷ୍କ ସୁଦୃଢ଼ ହୋଇଉଠୁ ଏକ ଶକ୍ତିଶାଳୀ ନିଃସଂଶୟତାରେ। ସଞ୍ଜୀବନୀ ଧାରା ତୁଲ୍ୟ ପ୍ରବାହିତ ହେଉ ସକଳଙ୍କ ମଧ୍ୟରେ ତୋର ଜୀବନ। ସକଳେ ତୋର ଅଭିମୁଖୀ ହୁଅନ୍ତୁ, ଯଦ୍ୱାରା ତୋର ଧ୍ୟାନରେ ସେମାନେ ଅର୍ଜନ କରିବେ ଯାବତୀୟ ପ୍ରକାର ବିଜୟର ଶକ୍ତି।